କେଉଁ ଗଛ ଦୁଆର ମୁହଁରେ ଲଗାଇଲେ ଘରେ ଉନ୍ନତି ହୋଇଥାଏ। ଆମକୁ ସବୁ କଥାର ଜ୍ଞାନ ତ ଜନ୍ମ ସମୟରୁ ହୋଇନଥାଏ, କିଛି କଥା ଆମକୁ ପରେ ମଧ୍ୟ ଜଣାପଡ଼ିଥାଏ। ସେହିଭଳି ଆଜି ଆମେ ଆପଣଙ୍କ ଜଣାଇବା ପାଇଁ ଯାଉଛୁ ଯେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଯାହା ଆପଣଙ୍କ ପାଇଁ ଶୁଭ ଫଳଦାୟୀ ରହିବ। ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ସମ୍ପର୍କରେ, ଯାହାକୁ ଜାଣିବା ଫଳରେ ଏବଂ ମାନିବା ଫଳରେ ଜୀବନରେ ସୁଖ ସମୃଦ୍ଧିର ରାସ୍ତା ଖୋଲିଥାଏ। ମନ୍ଦିରରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ସାମ୍ନାରେ 9ଟି ବତି ଥିବା ଘିଅ ଦୀପ ଲଗାଇବା ଦ୍ୱାରା ଶୁଭ ଫଳ ମିଳିଥାଏ। ଜଳାଇବା ଦିନ ଠାରୁ ଧନ ଲାଭର ମାର୍ଗ ମିଳିଥାଏ ଏବଂ ଆପଣଙ୍କ ପାଇଁ ଶୁକ୍ଲପକ୍ଷ ବୁଧବାର ଦିନ ଓସ୍ତ ଗଛରେ ଧଳା କପଡ଼ାର ପତାକା ବାନ୍ଧନ୍ତୁ, ଏହା ଫଳରେ ଧନହାନି ହୋଇନଥାଏ। ଗୋପୀ ଚନ୍ଦନର 9 ଖଣ୍ଡ ଡାଳକୁ କଦଳୀ ଗଛରେ ହଳଦିଆ ସୂତାରେ ବାନ୍ଧିବା ଦ୍ୱାରା ଆପଣଙ୍କର ଶୁଭ ହୋଇଥାଏ। ଗୋଟିଏ ମାଟି ପାତ୍ରରେ ସୁନା କିମ୍ବା ଚାନ୍ଦିର ଜିନିଷ ରଖି ସେଥିରେ କିଛି ଚାଉଳ ଭର୍ତ୍ତି କରି ଘରର ଉତ୍ତର ପଶ୍ଚିମ କୋଣରେ ରଖିବା ଉଚିତ। ଏହାଦ୍ୱାରା ଆପଣଙ୍କ ଘରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଗୋଟିଏ ଚାନ୍ଦିର ଡବା ଭିତରେ ଜଳ ରଖି ଆପଣ ଧନ ରଖୁଥିବା ଆଲମାରି ଭିତରେ ରଖିଦିଅନ୍ତୁ। ଆପଣ ଏହା କରିବା ଫଳରେ ଆପଣଙ୍କ ଘରେ କେବେ ଧନର ଅଭାବ ହୋଇନଥାଏ। ଶନିବାର ଦିନ କୁକୁରକୁ ରୁଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦିଅନ୍ତୁ। ଆପଣ ଏହା କରିବା ଦ୍ୱାରା ଆପଣଙ୍କ ଅଟକି ରହିଥିବା ଧନ ପ୍ରାପ୍ତି ହୋଇଥାଏ। ଘରେ ପାହାଚ କିମ୍ବା ସିଡ଼ି ଯଦି ଭୁଲ ଦିଗରେ ରହିଥାଏ, ତେବେ ବାସ୍ତୁ ଦୋଷ ଦୂର କରିବା ପାଇଁ ସେଠାରେ କର୍ପୂର ରଖିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। ପ୍ରତ୍ୟେକ ଦିନ ହଳଦୀ ଏବଂ କେଶର ତିଲକ ମଥାରେ ଲଗାଇବା ଉଚିତ। ଏହା ସହିତ ଏକାଦଶୀ ଏବଂ ଗୁରୁବାର ବ୍ରତ କରିବା ଆବଶ୍ୟକ। ଆପଣ କରିବା ଫଳରେ ଧନ ଲାଭ ହୋଇଥାଏ। ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଓସ୍ତ ଗଛରେ ଜଳ ଅର୍ପଣ କରିବା ଫଳରେ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଘରେ ସୁନା ଜିନିଷ ରଖୁଥିବା ସ୍ଥାନରେ କେଶର ରଖିବା ଫଳରେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହ ପରିବାର ଲୋକଙ୍କ ଉନ୍ନତି ହୋଇଥାଏ। ଘରର ମୁଖ୍ୟ ଦ୍ୱାରର ଦୁଇ ପାଖରେ ଅଶୋକ ଗଛ ଲଗାଇବା ଉଚିତ। ଏହାଦ୍ୱାରା ଆପଣଙ୍କ ମଙ୍ଗଳ ହୋଇଥାଏ।